Hello everyone, welcome back to your favorite channel. So students plus 2 board exam 2025 ପାଇଁ ଆମେ ଆଜି ଡିସ୍କସନ୍ କରିବା ଆପଣମାନଙ୍କର ପଲିଟିକାଲ ସାଇନ୍ସର ସିଲେକ୍ଟେଡ୍ 2 ମାର୍କ କିଛି କ୍ୱେଶ୍ଚିନ୍ ୱିଥ୍ ଆନ୍ସର୍। ଠିକ୍ ଅଛି, ଟପ୍ ଲେଭେଲର କ୍ୱେଶ୍ଚିନ୍ ଆପଣଙ୍କର ନେଇକି ଆସିଛି ଯେଉଁଟାକି ପ୍ରାୟତଃ ଏକ୍ଜାମ୍ରେ ଆପଣ ଦେଖିବାକୁ ପାଇବେ। ଠିକ୍ ଅଛି, ଚାଲ ତ ଡେରି କରିବାନି, କ୍ଲାସ୍କୁ ଷ୍ଟାର୍ଟ କରିବା। ସଂଘୀୟ ରାଷ୍ଟ୍ରର ଉପାଦାନ ଗୁଡ଼ିକ କ'ଣ? ଦେଖନ୍ତୁ, ସଂଘୀୟ ରାଷ୍ଟ୍ରର ଉପାଦାନ ଗୁଡ଼ିକ କ'ଣ ନା ଲିଖିତ ଓ ଅନମନୀୟ ସମ୍ବିଧାନ, କେନ୍ଦ୍ର ଓ ରାଜ୍ୟ ସ୍ତରରେ ଦୁଇଟି ସରକାର, ସେମାନଙ୍କ ମଧ୍ୟରେ ସମ୍ବିଧାନ ଦ୍ୱାରା କ୍ଷମତା ବଣ୍ଟନ, ଦୁଇ ସଦନୀୟତା ଓ ନିରପେକ୍ଷ ନ୍ୟାୟ ଇତ୍ୟାଦି। ଏଇତିକ ସବୁତକ ହେଉଛି କ'ଣ ସଂଘୀୟ ରାଷ୍ଟ୍ରର ଗୋଟେ ଗୋଟେ ଉପାଦାନ। ପିଲାମାନେ ଏଇଟା ଲଙ୍ଗ୍ କ୍ୱେଶ୍ଚିନ୍ ମଧ୍ୟ ଯଦି ଆସିଲା ଆପଣ ଏଇସବୁ ପଏଣ୍ଟ ଗୁଡ଼ାକ ଟିକେ ଏଲାବୋରେଟ୍ କରିଦେଲେ ହେଇଯିବ। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ଯୁଗ୍ମ ତାଲିକା କହିଲେ କ'ଣ ବୁଝ? ଦେଖନ୍ତୁ, କେନ୍ଦ୍ର ରାଜ୍ୟ ଯୁଗ୍ମ ଅବଶିଷ୍ଟ এই ଯେକୌଣସି ହଁ କେନ୍ଦ୍ର ରାଜ୍ୟ ଯୁଗ୍ମ ଏଇ ତିନିଟା ଭିତରୁ ଯେକୌଣସି ଗୋଟାଏ ଆପଣଙ୍କର ପଡ଼ିକି ଅଛି ଏକ୍ଜାମ୍ରେ ହେଲା, କିଛି ଭାବିବା ନାହିଁ, ଯିବେ ମାନେ ଦେଖିବେ କ୍ୱେଶ୍ଚିନ୍ ଗୋଟେ ପଡ଼ିକି ଅଛି। ଆଚ୍ଛା, ଯେଉଁ ତାଲିକାଭୁକ୍ତ ବିଷୟଗୁଡ଼ିକ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କର୍ତ୍ତୃତ୍ୱ ଥାଏ ତାକୁ ଯୁଗ୍ମ ତାଲିକା କୁହାଯାଏ। ତ ଯୁଗ୍ମ ତାଲିକା ଆମେ କାହାକୁ କହିଲେ କି ଯେଉଁଥିରେ କେନ୍ଦ୍ର ଆଉ ରାଜ୍ୟ ଦୁଇ ଜଣଙ୍କର କର୍ତ୍ତୃତ୍ୱ ଥିବ। ଯେମିତିକି ଆମେ ଉଦାହରଣ ଦେଇପାରିବା ବିବାହ ବିଚ୍ଛେଦ, ସମ୍ବାଦପତ୍ର, ଶ୍ରମିକ କଲ୍ୟାଣ, ଏଇସବୁ ଗୁଡ଼ାକ ହେଉଛି କ'ଣ ଆପଣଙ୍କର କେନ୍ଦ୍ର ତାଲିକା ଯୁଗ୍ମ ତାଲିକା ଅଣ୍ଡରରେ ଆସୁଛି। କିନ୍ତୁ କେନ୍ଦ୍ରୀୟ ଆଇନ ଏବଂ ରାଜ୍ୟ ଆଇନ ମଧ୍ୟରେ ଯଦି ବିବାଦ ଉପୁଜିଲା ବା ବିବାଦ ଦେଖାଦେଲା ସେତେବେଳେ ତ ଅବଭିୟସଲି ଆପଣ ଜାଣିଛନ୍ତି କେନ୍ଦ୍ର ଆଇନ ହିଁ ବଳବତ୍ତର ରହିବ। ତାପରେ ଅବଶିଷ୍ଟ କ୍ଷମତା ବା ରେସିଡିଓରି ପାୱାର କ'ଣ? ଦେଖନ୍ତୁ, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କ୍ଷମତା ବଣ୍ଟନ କ୍ଷେତ୍ରରେ ଯେଉଁ ବିଷୟଗୁଡ଼ିକ କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଓ ଯୁଗ୍ମ ତାଲିକାରେ ସ୍ଥାନ ପାଇନଥାଏ ସେଗୁଡ଼ିକୁ ଅବଶିଷ୍ଟ କ୍ଷମତା ବୋଲି କୁହାଯାଏ। ଏହା ସମ୍ବିଧାନର 248 ଧାରାରେ ବର୍ଣ୍ଣିତ ହୋଇ କେନ୍ଦ୍ର ହାତରେ ନ୍ୟସ୍ତ ହୋଇଛି। ବୁଝିହେଲା? ତ କ'ଣ କହିଲା, ଅବଶିଷ୍ଟ କ୍ଷମତା ଆପଣଙ୍କର 248 ଧାରାରେ କେନ୍ଦ୍ର ହାତରେ ନ୍ୟସ୍ତ କରାଯାଇଛି। ଅବଶିଷ୍ଟ କ୍ଷମତା କ'ଣ ନା କେନ୍ଦ୍ର ଆଉ ରାଜ୍ୟ ମଧ୍ୟରେ ଯେତେବେଳେ କ୍ଷମତା ବଣ୍ଟନକୁ ନେଇକି କିଛି ଗୋଟେ ବିବାଦ ଉପୁଜୁଛି ଆଉ କ୍ଷମତା ବଣ୍ଟନ କ୍ଷେତ୍ରରେ ବିଷୟଗୁଡ଼ିକ କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଆଉ ଯୁଗ୍ମ ତାଲିକାରେ ସ୍ଥାନ ପାଇ ନଥାଏ, ଯେଉଁଗୁଡ଼ାକ କେଉଁଥିରେ ବି ନଥିବ, ନା କେନ୍ଦ୍ରରେ ଥିବ, ନା ରାଜ୍ୟରେ ଥିବ, ନା ଯୁଗ୍ମ ତାଲିକା ଥିବ, ତ ସେଇ ସବୁ ବିଷୟ ଗୁଡ଼ାକ କ'ଣ ହେବ ଗୋଟେ ଅବଶିଷ୍ଟ କ୍ଷମତାରେ ରହିବ। ଠିକ୍ ଅଛି, ତାପରେ ଆଚ୍ଛା କେନ୍ଦ୍ର ତାଲିକା କ'ଣ? ଦେଖନ୍ତୁ, କେନ୍ଦ୍ର ଓ ରାଜ୍ୟ ବ୍ୟବସ୍ଥାପିକା ମଧ୍ୟରେ ଆଇନ ପ୍ରଣୟନ କ୍ଷମତା ବିଭାଜନ ସଂକ୍ରାନ୍ତୀୟ 3 ଗୋଟି ତାଲିକା ମଧ୍ୟରୁ କେନ୍ଦ୍ର ତାଲିକା ଅନ୍ୟତମ। ଏହି ତାଲିକାଭୁକ୍ତ 99 ଗୋଟି ବିଷୟ ଉପରେ ଆଇନ ପ୍ରଣୟନର ଏକକ କ୍ଷମତା କେନ୍ଦ୍ରୀୟ ସଂସଦ ଉପରେ ନ୍ୟସ୍ତ ହୋଇଛି। ମୁଦ୍ରା ବ୍ୟବସ୍ଥା, ବୈଦେଶିକ ବ୍ୟାପାର, ପ୍ରତିରକ୍ଷା, ଡାକ ଓ ତାର ଆଦି ଏହି ତାଲିକାଭୁକ୍ତ ବିଷୟ ଅଟେ ଯେଉଁଥିରେ ଦେଶ ସାରା ଏକ ପ୍ରକାର ଆଇନ ପ୍ରଣୟନର ବ୍ୟବସ୍ଥା ରହିଛି। ଠିକ୍ ଅଛି, 99ଟି ବିଷୟ ଅଛି ଆପଣଙ୍କର କେନ୍ଦ୍ର ତାଲିକାରେ। ବୁଝିହେଲା? ତାପରେ ରାଜ୍ୟ ତାଲିକା କ'ଣ ନା ରାଜ୍ୟ ତାଲିକାଭୁକ୍ତ 61 ଗୋଟି ବିଷୟ ଉପରେ ଆଇନ ପ୍ରଣୟନର କ୍ଷମତା ରାଜ୍ୟ ବ୍ୟବସ୍ଥାପିକାକୁ ଦିଆଯାଇଛି। ଆଇନ ଶୃଙ୍ଖଳା, ସ୍ୱାୟତ୍ତ ଶାସନ, କୃଷି, ସ୍ୱାସ୍ଥ୍ୟ, ପରିମଳ, ପୋଲିସ ଆଦି ଆଞ୍ଚଳିକ ସ୍ୱାର୍ଥଯୁକ୍ତ ବିଷୟ ଏହି ତାଲିକାଭୁକ୍ତ ଅଟେ। ଜରୁରୀ ସୂଚନା ଯେଉଁଟାକି 250 ଧାରା, ରାଜ୍ୟସଭା ସ୍ୱତନ୍ତ୍ର ପ୍ରସ୍ତାବ 249 ଧାରା, 2 ବା ଅଧିକ ରାଜ୍ୟଙ୍କ ଅନୁରୋଧ 252 ଧାରା, ତା ସହିତ ଆନ୍ତର୍ଜାତୀୟ ଚୁକ୍ତିର କାର୍ଯ୍ୟକାରିତା ଯେଉଁଟାକି 253 ଧାରା। ଏତିକ କ୍ଷେତ୍ରରେ ଏହି ତାଲିକାଭୁକ୍ତ ବିଷୟ ଉପରେ କେନ୍ଦ୍ରୀୟ ସଂସଦ ଆଇନ ପ୍ରଣୟନ କରିପାରେ। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚିନ୍। ଧରିତ୍ରୀ ଶିଖର ସମ୍ମିଳନୀ ବା ୟାର୍ଥ ସମିଟ୍ର ଗୁରୁତ୍ୱ କ'ଣ? ବା ଏଇଟା ପଚାରିବ କି ଧରିତ୍ରୀ ଶିଖର ସମ୍ମିଳନୀ କ'ଣ? ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ପରିବେଶ ଓ ଉନ୍ନୟନ ସମ୍ପର୍କୀୟ ଜାତିସଂଘର ସମ୍ମିଳନୀ ଧରିତ୍ରୀ ଶିଖର ସମ୍ମିଳନୀ ନାମରେ ପରିଚିତ। ଏହି ସମ୍ମିଳନୀ 1992 ମସିହା ଜୁନ୍ ମାସ 3ରୁ 14 ତାରିଖ ପର୍ଯ୍ୟନ୍ତ ବ୍ରାଜିଲର ରିଓ ଡି ଜେନେରୋଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପରିବେଶ ସୁରକ୍ଷା ସମ୍ପର୍କିତ 21ଟି କାର୍ଯ୍ୟସୂଚୀ ଗୃହୀତ ହୋଇଥିଲା। ବୁଝିଲା? ତ ସେ କ'ଣ କହିଲା କି ପରିବେଶ ଉନ୍ନୟନ ସମ୍ପର୍କୀୟ ଯେଉଁ ଆପଣଙ୍କ ଜାତିସଂଘ ସମ୍ମିଳନୀ ବା ଆମେ ତାକୁ କହୁଛେ ୟାର୍ଥ ସମିଟ୍ ବା ଧରିତ୍ରୀ ଶିଖର ସମ୍ମିଳନୀ, ସେଇଟା ସମ୍ମିଳନୀଟା କେବେ ହେଇଥିଲା ନା 1992ରେ ହେଇଥିଲା। ପିଲାମାନେ ଏଇଟା MCQରେ ପଚାରୁଛି, ମନେ ରଖିବେ। 1992ରେ ହେଇଥିଲା। ତ କେଉଁଠି ହେଇଥିଲା? ବ୍ରାଜିଲର ରିଓ ଡି ଜେନେରୋଠାରେ ହେଇଥିଲା। ଏଥିରେ ପରିବେଶ ସୁରକ୍ଷା ସମ୍ପର୍କିତ 21ଟା କାର୍ଯ୍ୟସୂଚୀକୁ ଗୃହୀତ କରାଯାଇଥିଲା। ଠିକ୍ ଅଛି, ଦେନ୍ ଆତଙ୍କବାଦ ବା ସନ୍ତ୍ରାସବାଦ କ'ଣ? ଦେଖନ୍ତୁ, ହଫମ୍ୟାନଙ୍କ ମତରେ ଆତଙ୍କବାଦ ବା ସନ୍ତ୍ରାସବାଦ ଏକ ରାଜନୈତିକ ଲକ୍ଷ୍ୟ ପୂରଣ ପାଇଁ ସାଧାରଣରେ ଭିତ୍ତି ସଞ୍ଚାର ନିମନ୍ତେ ଏକ କ୍ଷୁଦ୍ର କିନ୍ତୁ ବଳିଷ୍ଠ ସଂଗଠନ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ହିଂସାତ୍ମକ କାର୍ଯ୍ୟକ୍ରମ ଯାହା ନିଷ୍ପତ୍ତି ଗ୍ରହଣକାରୀ ସରକାରୀ କଳ ଉପରେ ଚାପ ପକାଇ ନିଜର ଦାବି ହାସଲ ପାଇଁ କାର୍ଯ୍ୟ କରୁଥିବାର ପ୍ରକ୍ରିୟା ଅଟେ। ତତ୍ତ୍ୱର ପ୍ରକ୍ରିୟା ଅଟେ। ଏହା ଜାତୀୟ ସଂହତିର ପ୍ରଧାନ ଅନ୍ତରାୟ। ମାନେ କହିଲେ ଆତଙ୍କବାଦ କ'ଣ? ସରକାରଙ୍କ ବିରୁଦ୍ଧରେ ସବୁବେଳେ ଆତଙ୍କବାଦୀମାନେ ଥାନ୍ତି। ତ ସରକାରଙ୍କର ଯେଉଁ ବି ନିୟମ କାନୁନ ଆସେ ତ ଆତଙ୍କବାଦୀମାନେ ତା ବିରୁଦ୍ଧରେ ହିଂସାତ୍ମକ ପନ୍ଥା ଅବଲମ୍ବନ କରନ୍ତି। ଠିକ୍ ଅଛି, ଏବେ ଯିବା ବିସ୍ଥାପନ।
डिस्प्लेसमेंट कहले कौन बुझ विस्थापन कौन देखु देशर अर्थनैतिक विकास पाई विभिन्न नदीबंध योजना शिल्प कारखाना प्रतिष्ठा करा जाय थाए। एही नदीबंध योजना और शिल्प कारखानार कार्यकारिता पाई गोटे स्थान में स्थायी भाव में बसवास करुवा आदिवासी को बासच्युत करा जाय अन्य एक स्थान में थैथान करने प्रक्रिया को विस्थापन कहुए। विकास पाई विस्थापन अवसंभावी होइथिले मध्य यथार्थ पुनः बसति कार्यक्रम बिना यह जन असंतोष वृद्धि करिथाए। परिवेश सुरक्षा आंदोलन कहले कौन बुझ देश में शिल्पर विकास नदीबंध निर्माण बेले जंगल क्षय होगा सहित परिवेश प्रदूषण होबार संभावना रही। सहनीय बा धारणीय विकास सहित परिवेशर सुरक्षा पाई जो आंदोलन सूत्रपात हुए ताको परिवेश सुरक्षा आंदोलन कहुए। चिलिका बचाओ आंदोलन नर्मदा बचाओ आंदोलन निःशब्द उपत्यका आंदोलन यह सब हूँ कौन गोटे गोटे उदाहरण कार परिवेश सुरक्षा आंदोलन। ठीक अच्छे नेक्स्ट क्वेश्चन आसला आपंकर जातिवाद बा कास्टिसिज्म कौन है। देखो पे 2 मार्क भी जहाँ भी क्वेश्चन आप देखुं सब गुड़ा कौन हम प्रीवियस ईयर क्वेश्चन रू आसूँ प्रायतः है। जदि आप किसी भी पढ़ना भावुँ ना 2 मार्क क्वेश्चन कौट कौन आसो मुझे जापानी मुझे किसी पढ़नी तो पॉलिटिकल साइंस कथा मुझे कहूँ पे किसी पढ़ा दरकार ना। आपड़ी खाली प्रीवियस ईयर क्वेश्चन गुड़ा प्राक्ट कर भी आप करेंगे आ सहित जब प्रीवियस ईयर क्वेश्चन एनालिसिस करके प्राक्ट करने को खोजा टाइम ही ना आपे तो इजिली आप 2 मार्क जी आम सिलेक्शन दिखाई से क्लास को भल भाव कर दिखाँ कहीं आप 2 मार्क गुड़ाक प्रीवियस ईयर क्वेश्चन को एनालिसिस करके ही दि जाए कौटा कौ वर्ष पढ़ी कौटा ए वर्ष पड़ो से अनुसार दि जाए। तो आप जाकि सिलेक्शन क्वेश्चन प्लेलिस्ट 2 मार्क सिलेक्शन देखी नहीं पारे पॉलिटिकल साइंस। ठीक अच्छे तापर अच्छा आम देखते जातिवाद कौन तो समाज में प्रचलित जाति व्यवस्था प्रत्येक व्यक्तिर भूमिका और मर्यादा निर्धारण करता है। प्रत्येक जाति निजर सामाजिक स्थिति और अर्थनैतिक उन्नति पर सचेतनशील अटंती। यही सचेतनशीलता क्षमता संघर्ष को उत्साहित करे जहाँ जातिवाद नाम परिचित। यह जातीय संहतिर शत्रु अटे। भारत में संरक्षण व्यवस्था निर्वाचन व्यवस्था आदि यार कुप्रभाव अटे। देखो से पूरा भलसे बुझाइला कि जातिवाद आप देखो सिंपल जिनस कि निज जाति को अधिक भल पाइबा अन्य जाति को घृणा करवा निज जाति छाड़ दिखाँ गोटे पर्टिकुलर जाति को अधिक प्रायोरिटी देकी अन्य जाति गुड़ा को कम प्रायोरिटी देवाटा को आम जातिवाद बोली कहूचे। जमीक से उदाहरण देता आम जातीय संहति पक्ष सब क्षति करोसन जमीक आप रिजर्वेशन रोचे आप जानते SC ST रिजर्वेशन रोचे तो से कौन हो जो मैंने जेनेल पिला रही से कौन आंदोलन कर बाहर पड़ती कि आम तो 90% रखिले जो से 50% रखिले से बुझे तो यो जिन निर्वाचन व्यवस्था गोटे रोचे ये सब हूँ कौन जातिवादर गोटे गोटे उदाहरण। तापर आप देखो ये क्वेश्चन बहुत इंपोर्टेंट अच्छे लाहौर घोषणानामा 1999 मसीहा फेब्रुआरी 3 तारिख में भारतर तत्कालीन प्रधानमंत्री अटल बिहारी वाजपेयी दिल्ली लाहौर पर्यंत बस यात्रा करी बस चलाचल शुभारंभ करते। लाहौर ठारे जो घोषणानामा प्रकाशित होता ताहा लाहौर घोषणा भाव में परिचित। यही घोषणानामा सिमला राजीनामा अनुसार काश्मीर समस्या समाधान पर घोषणा करा जायतिला। ठीक अच्छे लास्ट क्वेश्चन देखा पे कहूँ जी पढ़ाऊँगी पे बाछी बाछी क्वेश्चन आनी पढ़ाऊँगी अन्य मानक भाया बही जाक पढ़े दूनी कि टेस्ट पेपर जाक पढ़े दूनी बाछी बाछी क्वेश्चन पढ़ाऊँगी एग्जाम जो पढ़ो से गुड़ा केवल पढ़ाऊँगी। तेणु आपंकर गोटे भी जेकोसी गोटे भी मोर जब क्लास करूँ से गोटे भी क्लास आप मिस जीवन भावतु मिस हम ही ना से मैंने से पाठटार मूल्य रौट एग्जाम हल भर देखा पाए से क्वेश्चन को। ठीक अच्छे ब्रिटेन वुड्स सम्मेलन कौन देखो विश्वर 44 देशरू 730 जन प्रतिनिधित्व को नहीं द्वितीय विश्वयुद्ध पर 1944 मसीहा जुलाई 1 ରୁ 22 तारिख मध्य जातिसंघर अर्थनैतिक सम्मेलन हिसाब से अमेरिकार ब्रिटेन वुड्स ठारे ब्रिटेन वुड्स सम्मेलन अनुष्ठित होता। यह विश्व में अर्थनैतिक श्रृंखला प्रतिष्ठा अंतर्जातीय पुनर्गठन और विकास बैंक जोटा IBRD आउ अंतर्जातीय मुद्रा पांठि IMF प्रतिष्ठा प्रस्ताव ग्रहण करथिला। ठीक अच्छे ब्रिटेन वुड्स सम्मेलन आप मन रखिए 1944 MCQ पचार। ठीक अच्छे तो गला ये ब्रिटेन वुड्स सम्मेलन तो ये पे मैंने 2 मार्क वाला क्वेश्चन एति आपंकर मुझे देखली बहुत इंपोर्टेंट क्वेश्चन गुड़ाक तो भाविले को डिस्कसन कर दिए मुझे प्रायतः पे मैंने जी भी क्लासेस करी सब गुड़ा सिलेक्टेड क्लास गुड़ा ही रही जी लंग क्वेश्चन देखिए आप डिस्कसन होची सिलेक्टेड लंग क्वेश्चन डिस्कसन होची जी MCQ आप भी सिलेक्टेड आउ 2 मार्क भी नहीं आसे भी सिलेक्टेड पे मुझे एमती लिखिदेनी थंबनेल सिलेक्टेड माने ही सिलेक्टेड माने पढ़ो 100% पढ़ो से भाई क्वेश्चन गुड़ा आनी तो क्वेश्चन एनालिसिस ही मोर टाइम पड़ो तो से क्लास कम हो जाऊँगी आप भावती एत कम क्लास अच्छी बट क्वेश्चन एनालिसिस मत करा पड़ी अन्य मानक गुड़ा सब किसी टेस्ट पेपर फटो टिक नहीं पड़े आसना तो क्वेश्चन एनालिसिस मोर टाइम चल जाऊँगी से ही आप क्लास टी कम हो बट क्लास कम मैटर करेनि आम क्लास क्वांटिटी देखा किसी दरकार नहीं क्लास क्वालिटी देखो पे सेटा हूँ इंपोर्टेंट तो जो क्वालिटीर क्लास आप एग्जाम हल देखा पाए क्वेश्चन कौ भाया अच्छी
ଆଉ 18 ତାରିଖରୁ ଆମର ତ କ୍ଲାସ୍ ବହୁତ ସାରା ହେବ ଆପଣ ଜାଣିପାରୁଥିବେ କାରଣ ଏକ୍ଜାମ୍ ଷ୍ଟାର୍ଟ ହେବ ତ 18ରୁ ଫୁଲ୍ ଧୁମଧାମ ମାନେ କ'ଣ ଧୁମଧାମରେ କ୍ଲାସ୍ ଆପଣଙ୍କର ଚାଲିବ ଯେଉଁ 1 ମନ୍ଥ ଏକ୍ଜାମ୍ ଅଛି ସେ ଟାଇମ୍ରେ ଆପଣଙ୍କର କ୍ଲାସ୍ ବିଲକୁଲ ବନ୍ଦ ହେବନି ଆପଣ ଗଣି ବି ପାରିବେନି ଏତିକି କ୍ଲାସ୍ ଆସିବ ঠিক ଅଛି ବଟ୍ ଏବେ ଆପଣଙ୍କ ପାଇଁ ମୁଁ ଏତେ ବି କ୍ଲାସ୍ କରିବିନି ବଟ୍ ସିଲେକ୍ଟେଡ଼ କ୍ଲାସ୍ ଗୁଡ଼ା ରଖିବି ତ ଯେତିକି କ୍ଲାସେସ୍ ହେଉଛି କେଉଁ ବି କ୍ଲାସ୍କୁ ମିସ୍ କରନ୍ତୁ ନାହିଁ ଆଉ ଟେଲିଗ୍ରାମରେ ଜଏନ୍ କରି ରୁହନ୍ତୁ ଡିସ୍କ୍ରିପ୍ସନ୍ ବକ୍ସରେ ଲିଙ୍କ୍ ଅଛି ଯେତେବେଳେ ବି ଏଇ ପିଡିଏଫ୍ଟା ଆପଣଙ୍କୁ ସେୟାର କରିବି ଆପଣ ଟେଲିଗ୍ରାମରେ ଫ୍ରିରେ ପାଇପାରିବେ ঠিক ଅଛି ତ ହ୍ୱାଟ୍ସଆପ୍ ଚ୍ୟାନେଲ୍ ଲିଙ୍କ୍ ମଧ୍ୟ ଅଛି ଇନଷ୍ଟାଗ୍ରାମ ଲିଙ୍କ୍ ମଧ୍ୟ ଅଛି ଆପଣ ଯେଉଁଠି ବି ଚାହିଁବେ ଜଏନ୍ କରିପାରିବେ ସବୁତକ ଲିଙ୍କ୍ ଆପଣଙ୍କର ଡିସ୍କ୍ରିପ୍ସନ୍ ବକ୍ସରେ ଅଛି ତ ଆଜିର କ୍ଲାସ୍କୁ ପିଲାମାନେ ଏଇଠି କରୁଛୁ ଯେଉଁମାନଙ୍କର କମେଣ୍ଟ କିଛି ମାନେ ଯେଉଁମାନେ କି ଲିଙ୍କ୍ ପାଉନାହାନ୍ତି ଜଏନ୍ କରିପାରୁନାହାନ୍ତି ତ ମୋତେ କମେଣ୍ଟ କରିବେ ଆପଣଙ୍କୁ ଲିଙ୍କ୍ ପ୍ରୋଭାଇଡ଼ କରିଦିଆଯିବ ତ ଆଜିର କ୍ଲାସ୍ ପିଲାମାନେ ଏଇଠି ରଖୁଛି ଧନ୍ୟବାଦ।